ରେସ୍ପ୍ଲେଣ୍ଡେଣ୍ଟ କୁଏର୍ଜାଲ୍ ଦୁନିଆର ସବୁଠାରୁ ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରୁ ଜଣେ। ଏହି ପକ୍ଷୀର ଶରୀର ଉଜ୍ଜ୍ୱଳ ସବୁଜ ଏବଂ ଛାତି ଲାଲ ରଙ୍ଗର ହୋଇଥାଏ। ଏହାର ଡେଣାଗୁଡ଼ିକ ଏମିତି ଚମକେ ଯେ ସୂର୍ଯ୍ୟକିରଣ ପଡ଼ିଲେ ଏହା ନୀଳ ବା ସୁନେଲି ରଙ୍ଗର ଦେଖାଯାଏ। ଅଣ୍ଡିରା କୁଏର୍ଜାଲ୍‌ର ଏକ ଲମ୍ବା ସୁନ୍ଦର ଲାଞ୍ଜ ଥାଏ, ଯାହା ପ୍ରାୟ 3 ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇପାରେ। ଏମାନେ ମୁଖ୍ୟତଃ ଫଳ ଖାଇବାକୁ ଭଲ ପାଆନ୍ତି। ଏହା ସହିତ କେତେକ ସମୟରେ ଛୋଟ ପୋକ, ବେଙ୍ଗ କିମ୍ବା ଏଣ୍ଡୁଆ ମଧ୍ୟ ଖାଇଥାନ୍ତି। ଏମାନେ ଖୁବ୍ ଲାଜକୁଳା ପକ୍ଷୀ। ଜଙ୍ଗଲରେ ଘଞ୍ଚ ଗଛ ଭିତରେ ଏମାନଙ୍କୁ ନିଜକୁ ଲୁଚାଇ ରଖନ୍ତି, ତେଣୁ ଏମାନଙ୍କୁ ସହଜରେ ଦେଖିବା ବହୁତ କଷ୍ଟକର। କୁହାଯାଏ ଯେ କୁଏର୍ଜାଲ୍ ପକ୍ଷୀକୁ ମଞ୍ଜୁରୀ ଭିତରେ ରଖିଲେ ସେ ବଞ୍ଚିପାରେ ନାହିଁ। ସେଥିପାଇଁ ଏହି ପକ୍ଷୀକୁ ସ୍ୱାଧୀନତାର ପ୍ରତୀକ ବୋଲି ମନାଯାଏ। କୁଏର୍ଜାଲ୍ ପକ୍ଷୀମାନେ ନିଜ ବସା ନିଜେ ତିଆରି କରନ୍ତିନି। ସେମାନେ କାଠହଣା ପକ୍ଷୀ ଛାଡ଼ି ଯାଇଥିବା ଗଛ କୋରଡ଼କୁ ନିଜର ବସା ଭାବେ ବ୍ୟବହାର କରନ୍ତି। ଅଣ୍ଡିରା କୁଏର୍ଜାଲ୍ ଲମ୍ବା ଲାଞ୍ଜ ପ୍ରକୃତରେ ତା'ର ଲାଞ୍ଜ ନୁହେଁ, ବରଂ ତାହା ହେଉଛି ପିଠିରୁ ବାହାରିଥିବା ଏକ ପ୍ରକାରର ଲମ୍ବା ପର। ଯେତେବେଳେ ସେ ଉଡ଼େ, ସେହି ପରଗୁଡ଼ିକ ଆକାଶରେ ସାପ ପରି ଦେଖାଯାଏ। ଏହା ଅତ୍ୟନ୍ତ ଦେଖିବାକୁ ସୁନ୍ଦର। ଅଣ୍ଡା ଦେବା ପରେ ଉଭୟ ମା' ଏବଂ ବାପା ପକ୍ଷୀ ଅଣ୍ଡା ଉଷୁମାନ୍ତି। ଯେତେବେଳେ ଅଣ୍ଡିରା କୁଏର୍ଜାଲ୍ ବସା ଭିତରେ ବସେ, ତା'ର ଲମ୍ବା ଲାଞ୍ଜଟି ବାହାରକୁ ବାହାରି ରହିଥାଏ। ଏହି ପକ୍ଷୀର ପରଗୁଡ଼ିକ ପ୍ରକୃତରେ ସବୁଜ ନୁହେଁ। ଏଥିରେ ମେଲାନିନ୍ ନାମକ ଏକ ପଦାର୍ଥ ଥାଏ, ଯାହା ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଏହା ପ୍ରତିଫଳିତ ହୋଇ ଉଜ୍ଜ୍ୱଳ ସବୁଜ, ନୀଳ ଏବଂ ସୁନେଲି ରଙ୍ଗ ସୃଷ୍ଟି କରେ। ଆଲୋକର ଗତି ଅନୁସାରେ ଏହାର ରଙ୍ଗ ବଦଳୁଥିବା ପରି ଦେଖାଯାଏ। କୁଏର୍ଜାଲ୍‌ମାନେ ବହୁତ ଶାନ୍ତ ସ୍ୱଭାବର, କିନ୍ତୁ ପ୍ରଜନନ ଋତୁରେ ସେମାନେ ଏକ ପ୍ରକାର ଗଭୀର ଏବଂ ନରମ ଶବ୍ଦ କରନ୍ତି, ଯାହା ଶୁଣିବାକୁ କ୍ୟୁ-ଇ-ଜାଲ୍ ପରି ଶୁଣାଯାଏ। ଏହି ଶବ୍ଦରୁ ହିଁ ସେମାନଙ୍କ ନାମ କୁଏର୍ଜାଲ୍ ହୋଇଛି। ଘଞ୍ଚ ଅନ୍ଧାରିଆ ଜଙ୍ଗଲରେ ରହୁଥିବାରୁ ଏମାନଙ୍କର ଆଖି ଅନ୍ୟ ପକ୍ଷୀଙ୍କ ତୁଳନାରେ ବଡ଼ ହୋଇଥାଏ। ଏହା ସେମାନଙ୍କୁ କମ୍ ଆଲୋକରେ ମଧ୍ୟ ସ୍ପଷ୍ଟ ଭାବେ ଦେଖିବାରେ ଏବଂ ଶିକାର ଖୋଜିବାରେ ସାହାଯ୍ୟ କରେ। ଏମାନେ ଅଧିକାଂଶ ସମୟରେ ଉଡ଼ି ଉଡ଼ି ଫଳ ଖାଆନ୍ତି। ସେମାନେ ଫଳକୁ ପୂରା ଗିଳି ଦିଅନ୍ତି ଏବଂ ପରେ ତା'ର ମଞ୍ଜିକୁ ପାଟିବାଟେ ବାହାର କରିଦିଅନ୍ତି। ଏହାଦ୍ୱାରା ଜଙ୍ଗଲରେ ଗଛ ବଢ଼ିବାରେ ବହୁତ ସାହାଯ୍ୟ କରେ। ଜନ୍ମ ସମୟରେ କୁଏର୍ଜାଲ୍ ଛୁଆଙ୍କର କୌଣସି ଲମ୍ବା ଲାଞ୍ଜ ନଥାଏ। ଅଣ୍ଡିରା ପକ୍ଷୀର ଏହି ବିଶ୍ୱପ୍ରସିଦ୍ଧ ଲମ୍ବା ପର ପାଇଁ ପ୍ରାୟ 3 ବର୍ଷ ସମୟ ଲାଗିଥାଏ। ପ୍ରତିବର୍ଷ ପ୍ରଜନନ ଋତୁ ପରେ ଏହି ପରଗୁଡ଼ିକ ଝଡ଼ିଯାଏ ଏବଂ ପୁଣି ନୂଆ ପର ହୋଇଥାଏ। ଏମାନଙ୍କ ଅନ୍ୟ ପକ୍ଷୀଙ୍କ ପରି ସିଧାସଳଖ ଉଡ଼ନ୍ତି ନାହିଁ। ଏମାନଙ୍କ ଉଡ଼ିବା ଶୈଳୀ କିଛିଟା ତରଙ୍ଗ ପରି। ସେମାନେ ଉପରକୁ ଉଡ଼ନ୍ତି, ପୁଣି ତଳକୁ ଖସନ୍ତି, ଯାହା ଦେଖିବାକୁ ବହୁତ ସୁନ୍ଦର।